ଆମେ ତାକୁ ସ୍ୱଚକ୍ଷୁରେ ଦେଖିବା। ହଁ, ଆରେ ସେଇଥିପାଇଁ କେତେ ଦୂରରୁ ଲୋକମାନେ ଚୂଡ଼ା ଚାଉଳ ବାନ୍ଧି ଏଠି ଆସି ବହୁତ ସମୟ ହେଲା ଅପେକ୍ଷା କରି ରହୁଛନ୍ତି ହେଲା। ରହୁଛନ୍ତି ମାନବ ରୂପରେ ଦେଖନ୍ତୁ ତ ଆମକୁ ମୁକ୍ତି ଦେବା ପାଇଁ ଆସିଛନ୍ତି। ଓ ଭାଇ ଆନନ୍ଦ जो पर्यंत आम सामाजिक जीवन उपरे आम स्वाधीनता को साब्यस्त न करें से पर्यंत आम स्वराज को अनुभव करवा के जो पर्यंत इंग्रेज मान निर्देश देउथिबे आम कौन खाइबा आम कौन पीबा आम कौन पिंधिबा आम कौन खाबिबा से पर्यंत स्वराज आसी परिबनी से आवश्यक असहज असहयोग हेउची धर्मयुद्ध এই ধর্মযুদ্ধে আত্মযজ্ঞ আত্মশুদ্ধি ও স্বার্থ ত্যাগ চাই রাজনীতি যে অত্যাচারী সে দমন করা বহুত সহজ কিন্তু শৈতান মানুষ আমি তলবারে জয় করে না দূরে রহিলে সে আপে আপে ক্ষমতা সেইপাই মু 7টি প্রস্তাব রখিছি। प्रथम प्रस्ताव उपाधि सब फेरई दिया जाए। द्वितीय प्रस्ताव सरकार जो मान को मनोनीत कर समस्ते इस्तफा दिए। तृतीय प्रस्ताव सरकारी उत्सव सब वर्जन करा जाओ। चतुर्थ प्रस्ताव सरकारी स्कूल और कॉलेज पिला समस्त को उठेगा। पंचम वकील माने विदेशी कोर्स सब वर्जन कर। षष्ठ प्रस्ताव दयाकोरी गढ़ा काउनसिल जो मैंने समस्ते प्रार्थी होते समस्ते कोहरी आस मोर शेष प्रस्ताव है आम समस्ते विदेशी द्रव्य वर्जन करवा जाई ये आंदोलन सफल। महात्मा गांधी की भारत माता की जय। वंदे उत्कल जननी। भारत माता की जय। भारत माता की जय। भारत माता की जय। वंदे 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 संध्यारे हमको विनोद विनोद सभा जोग देवा पड़े।
ବାହାରି ରହୁଛନ୍ତି। ସେମାନେ ଭଲ ଭାବରେ ଜାଣିଛନ୍ତି ଭାରତରେ ଯୋଉଦିନ 33 କୋଟି ଲୋକ ଏକ ସାଙ୍ଗରେ ତାଳି ମାରା ଶିଖିବେ ସେଦିନ ଏ ଦେଶରେ ରଖି ଇଂରେଜୀଙ୍କର ସତା ପୁରୀର ଦୁର୍ଭିକ୍ଷ ସମୟରେ ସରକାର ନିରବ ରହି ନିଜେ ଗାନ୍ଧୀ ମହାତ୍ମା ଆସିଛନ୍ତି। ସେଇ ଦୁର୍ଭିକ୍ଷ ଦୃଶ୍ୟକୁ ଦେଖିବା ଆପଣମାନେ ଏ କଥା ଶୁଣନ୍ତୁ। ଓଡ଼ିଶାର ଦୁର୍ଭିକ୍ଷ ଏଠି ଇଂରେଜ ହାକିମମାନେ ଆରାମରେ ନିଜ କୋଠରେ ରହିଥିବା ସମୟରେ ସାଧାରଣ ଲୋକମାନେ କଙ୍କାଳ ସାଧୁ ତାଙ୍କ ଦେହରେ ଖାଲି ହାଡ଼ ମୁଠେ ଖାଇବାକୁ ପାଉନାହାନ୍ତି। ଏ ଦୃଶ୍ୟ କଷ୍ଟ ଦେଇଛି। ମୁଁ ତ ଜଣେ ସାମାନ୍ୟ ଫକୀର। ବିଶ୍ୱ ସାରା ବୁଲି ବୁଲି ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଛି। ସମସ୍ତଙ୍କୁ କହି ଆସ ଓଡ଼ିଶା ବୁଲି ଦେଖିଯିବ ଆସ। ଏଠି ସୁନ୍ଦର ସୁନ୍ଦର ତାରକସି କାମ ହୁଏ, ପଥରରେ ମୂର୍ତ୍ତି ତିଆରି ହୁଏ, ଭଲ ଲୁଗା ଓଢ଼ା ହୁଏ। ହେଲେ ଏହି କଳା ସଂସ୍କୃତିର ରାଜ୍ୟ ଓଡ଼ିଶା ଆଉ ତାର ଲୋକମାନେ କେତେ ତେଣୁ ଲୋକମାନ୍ୟ ତିଳକ ସ୍ମାରକୀ ପାଣ୍ଠି ପାଇଁ ମୁଁ ଅନୁରୋଧ କରୁଛି ଆପଣମାନେ ଯିଏ ଯାହା ପାରିବ ଦାନ ପଇସା ନୁହେଁ, ଗହଣା ନୁହେଁ, ଇଏ ହେଉଛି ଗରିବ ଲୋକମାନଙ୍କର ରକ୍ତ। ଆପଣମାନେ ଆଜି ଯେଉଁଭଳି ଭାବେ ନିଜ ରକ୍ତକୁ ଉତ୍ସର୍ଗ କରିଛନ୍ତି, ମୋର ଦୃଢ଼ ବିଶ୍ୱାସ ସ୍ୱରାଜ୍ୟ ଆମକୁ ନିଶ୍ଚୟ ମିଳିବ। ସଭା ସାଙ୍ଗ ଆପଣମାନଙ୍କୁ ଯଦି କିଛି ପ୍ରଶ୍ନ ପଚାରିବାର ଥାଏ ଗାନ୍ଧୀଜୀ, ଇଂରାଜୀ ଶିକ୍ଷା ଆମ ଜାତୀୟ ଜୀବନର ମଞ୍ଜକୁ ଆକ୍ରାନ୍ତ କରିସାରିଲାଣି। ଏହାଦ୍ୱାରା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଆସିଛି, କିନ୍ତୁ ଆପଣ ଏହାକୁ ଖରାପ ବୋଲି କହୁଛନ୍ତି। ଇଂରେଜମାନେ ଯୋଉ ଉଦ୍ଦେଶ୍ୟରେ ଶିକ୍ଷାନୀତି ପ୍ରଚଳନ କରିଥିଲେ ଆଜି ତାର ଫଳ ଠିକ ଓଲଟା ହେଉଛି। ଯଦି ଇଂରେଜମାନେ ଭାରତକୁ ଆସିନଥାନ୍ତି ତାହେଲେ ପୃଥିବୀର ଅନ୍ୟ ଦେଶର ଲୋକମାନଙ୍କ ଭଳି ଆମେ ବି ନିଜ ନିଜ ବାଟରେ ଉନ୍ନତି କରିଥାନ୍ତୁ। ଆମ ଦେଶରେ ମୋଗଲମାନେ ରାଜୁତି କରୁଥିଲେ ମଧ୍ୟ ଆମେ ଇଂରେଜୀ ପଢ଼ିଥାନ୍ତୁ, କିନ୍ତୁ ସେ ଦେଶର ଭାଷା ଆଉ ସାହିତ୍ୟ ଜାଣିପାରୁ। ତମେ ଇଂରେଜୀ ପଢ଼, ମାନେ ଜାତୀୟତାବାଦୀ ଭାରତୀୟ ଯେମିତି ପଢ଼ିବା ଉଚିତ ସେମିତି ପଢ଼। ନିଜ ସଂସ୍କୃତିକି ଭୁଲି ଯାଅନି କି ସେମାନଙ୍କର ଦାସ ହୁଅନି। ଇଂରାଜୀ ଶିକ୍ଷା ଆମକୁ ଦୁର୍ବଳ କରୁଛି ବୋଲି କାହିଁକି କହୁଛନ୍ତି? ଏ ଦୁର୍ବଳ କରିବି ଆମ ବୁଦ୍ଧି ବିକାଶରେ ବାଧା ସୃଷ୍ଟି କରିଛି। ଆମେମାନେ ସମସ୍ତେ ବାଇଚି ହେଇଯାଇଛେ। ଆକବରଙ୍କ ସମୟରେ ରାଣା ପ୍ରତାପଙ୍କର ଜନ୍ମ, ଔରଙ୍ଗଜେବଙ୍କ ସମୟରେ ଛତ୍ରପତି ଶିବାଜୀ ମୁଣ୍ଡ ଟେକିଥିଲେ, କିନ୍ତୁ ଇଂରେଜମାନଙ୍କର ଏହି 150 ବର୍ଷ ଶାସନ କାଳ ଭିତରେ ଜଣେ କେହି ରାଣା ପ୍ରତାପ କି ଛତ୍ରପତି ଶିବାଜୀ ମୁଣ୍ଡ ଟେକି ପାରିଛନ୍ତି? ଇଂରେଜ ସମୟରେ ଜନ୍ମ ହୋଇଥିବା ଗଡ଼ଜାତର ରାଜାମାନେ ଇଂରେଜମାନଙ୍କର ପଲିଟିକାଲ ଏଜେଣ୍ଟକୁ ଦେଖିଲେ ଅଣ୍ଟା ଭାଙ୍ଗି ମୁଣ୍ଡ ନଇଁ ସଲାମ କରୁଛନ୍ତି। ଆପଣ ନିଜ ବିଷୟରେ କଣ କହିବେ? ମୋ କଥା ଛାଡ଼। ସଂସ୍କୃତ ଆଉ ହିନ୍ଦୁସ୍ତାନୀ ଶିକ୍ଷା ନ କରି ମୋର ଯେ କେତେ ବଡ଼ କ୍ଷତି ହେଇଛି ସେ କଥା ମୁଁ ନିଜେ ଅନୁଭବ କରିଛି। କିନ୍ତୁ ଯେଉଁ ଶିକ୍ଷା ମଣିଷକୁ ଅନ୍ୟର ଦାସ କରିଦିଏ ସେ ଶିକ୍ଷା ପଦ୍ଧତି ବନ୍ଦ ହେବା ଦରକାର। महात्मा गांधी की जय, महात्मा गांधी की जय, महात्मा गांधी की जय।
ଦାସା ପଡ଼େ ଦାସା ପଡ଼େ କିଏ ମୁଁ କିଏ ତୁମେ ବାପା ମୁଁ ତୁ ଡବାରେ ଗାଁରେ ତୋର ଘର ତୁମର କ'ଣ ହେଇଛି ମୋ ପାଖକୁ କାହିଁକି ଆସିଛୁ ଆମ ଗାଁରେ 59ଟି ପରିବାର ଥିଲେ ଗାଁ ମୋର 411 ଜଣ ଲୋକ ଥିଲେ ବର୍ଷା ହେଲା ଦୁର୍ଭିକ୍ଷ ପଡ଼ିଲା କ୍ଷୀର ନ ପାଇ 11ଟି ଛୁଆ ମରିଗଲେ ଖାଇବାକୁ ନ ପାଇ 58 ଜଣ ଆଜ୍ଞା ଆହାର କରିକି ଚାଲିଗଲେ ଏହି ଅବସ୍ଥାରେ ହଠାତ୍ 61 ଜଣ ଦେଶ ଛାଡ଼ି ଚାଲି ଯାଇଛନ୍ତି ଦାସାପରେ ଆମେ ସବୁ ଅଛୁ ଆମ ଗାଁରେ କେତେ ଘର ଖାଲି ପଡ଼ିଛି ଆଉ କିଛି ଘରେ ଚାଳ ଚପଟ ନାହିଁ ଜଗନ୍ନାଥ ଦେଶରେ ଇଏ ବିପତ୍ତି କେମିତି ରହୁଛ ବାପା କୁହନ୍ତୁନି ଆଜ୍ଞା ସ୍ତ୍ରୀ ଲୋକମାନଙ୍କର ପିନ୍ଧିବା ପାଇଁ ଲୁଗା ଖଣ୍ଡେ ନାହିଁ ସେମାନେ ଲଜ୍ଜାରେ ବାହାରକୁ ବାହାରି ପଡୁନାହାନ୍ତି ଆଉ ଆମେ ସବୁ ଘାସ ପତ୍ର ଖାଇ ବଞ୍ଚିଛୁ ଦାସା ପୁଣି ମତେ ଭାରି ଛୋଟ ବୋଉ କହୁ ସପ୍ତାହ ହେଲା କିଛି ଖାଇନି ଦାସା ପୁଣି କିଛି ଖାଇନି ରୁହ ରୁହ ଟିକେ ରୁହ ନିଅ ନିଅ ଭାତ ଭୋକିଲା ଲୋକ ପାଇଁ ସ୍ୱରାଜ ହେଉଛି ତା ପେଟକୁ ମୁଠେ ଦାନା ଆମେ ଯେଉଁମାନେ ଭାରତୀୟ ଭଳି ନିଜକୁ ଗର୍ବ କରୁଛୁ ଆମର ପ୍ରଥମ କର୍ତ୍ତବ୍ୟ ହେଲା ଭାରତର ଯେକୌଣସି ଅଞ୍ଚଳ ଦୁଃଖ ଭୋଗିଲେ ଆମେ ଦୁଃଖ ଭୋଗିବା ମାନଙ୍କ ପାଇଁ କ'ଣ କରାଯାଇପାରିବ ଇଂରେଜ ସରକାର ସବୁ ଜାଣିବା ପରେ ଏ ଅଞ୍ଚଳକୁ ଦୁର୍ଭିକ୍ଷ କରି ଘୋଷଣା କଲେନି ତାହେଲେ ଏବେ ତୁମେ କ'ଣ କରିବ ବୋଲି ଭାବୁଛ ଆଜି ତୁମେ ତାକୁ ମୁଠାଏ ଖାଇବାକୁ ଦେଇଦେବ କାଲିକି ସେ ପୁଣି ଆଉ କାହାକୁ ମାଗିବ ନ ପାଇଲେ ଭୋକରେ ରହିବ ନହେଲେ ଅପରାଧ କରିବ ଭୋକିଲା ଲୋକକୁ ଆମେ ଦାନା ମୁଠାଏ ଦେଇଦେବୁ ତା ସମସ୍ୟାର ଆମେ ସମାଧାନ କଲେନି ଧୀରେ ଧୀରେ ସେ ଅଳସୁଆ ହେଇଯିବ ଖାଦ୍ୟ ପାଇବା ପାଇଁ ଯେଉଁ ଚେଷ୍ଟା କରିବା ଦରକାର ସେତକ ବି ସେ କରିବନି ତେଣୁ ତାକୁ କର୍ମ ଯୋଗାଇ ଦିଅ ତା ରୋଜଗାରର ପନ୍ଥା ତାକୁ ଯୋଗାଇ ଦିଅ ତାହେଲେ ସେ ବଞ୍ଚିବାର ସାହାରା ପାଏ ଆଉ ସେ ସାହାରା ହେଉଛି ଅରଣ୍ୟ ବିହାର ଚମ୍ପାରଣରେ ରୟତମାନଙ୍କ ଦ୍ୱାରା ନୀଳକେଶୀମାନେ ଏମିତି ଅତ୍ୟାଚାର ସହୁଥିଲେ ଆଜି ସେମାନେ ଅରଣ୍ୟରେ ଲୁଗା ପଡ଼ି ନିଜ ପରିବାର ଚଳାଇ କରିଛନ୍ତି ଆପଣ ଠିକ କହିଛନ୍ତି ଗାନ୍ଧୀଜୀ ଓଡ଼ିଶାରେ ଆରମ୍ଭ ହେବ ଚରଖାନ୍ତ ଆମ ସ୍ଲୋଗାନ ହେବ କୁଟି ଖାଅ କାଟି ପିନ୍ଧ ମୁଁ ଚାହେଁ ଓଡ଼ିଶା ଭାରତ ବର୍ଷରେ ଖଦି ଓ ଖାଦ୍ୟର ଭଣ୍ଡାର ହେଉ। ଆମେମାନେ ବିଦେଶୀ ବସ୍ତ୍ର ସବୁ ବର୍ଜନ କରୁ ଦିନେ ଏଇ ଓଡ଼ିଶା ସାରା ଭାରତ ବର୍ଷର ଖାଦ୍ୟର ଭଣ୍ଡାର ଥିଲା ବାଲେଶ୍ୱରରୁ ମହଣ ମହଣ ଚାଉଳ ବାହାରକୁ ଯାଉଥିଲା ଆଉ ଆଜି এই ଦୁର୍ଭିକ୍ଷ ସମୟରେ ଦରିଦ୍ର ଓଡ଼ିଆମାନଙ୍କର ସାହାରା ହେଉ ଚରଖା ଆମେ ବୁଲି ବୁଲି ପାଣ୍ଠି ସଂଗ୍ରହ କରିବା ସେମାନଙ୍କୁ ଅରଟ ଯୋଗାଇ ଦେବା ହଁ ଲୁଗା ଉପରେ ଚିନ୍ତା କରନ୍ତୁ ସେ ଦାୟିତ୍ୱ ମୁଁ ନେଉଛି ଆପଣ ଭଗୀରଥ ଭଳି ବିକାଶର ଗଙ୍ଗା ପାଇଁ ଓଡ଼ିଶା ମାଟିରେ ଉଗାଳି ଦେଇଛନ୍ତି ଆପଣଙ୍କ କଥା ନିଶ୍ଚୟ ପୂରଣ ହେବ ଓଡ଼ିଶାରେ ଆରମ୍ଭ ହେବ ଚରଖା ଆନ୍ଦୋଳନ ଏହି ଉପଲକ୍ଷେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ କବିତାଟିଏ ଲେଖିଥିଲେ ସତ୍ୟ ଶାନ୍ତି ପଥେ ଚାଲ ଅବିରତ ଗ୍ରାମେ ଗ୍ରାମେ ସର୍ବେ କର ପଞ୍ଚାୟତ ଜଳାଅ ଅରଟ ଛାଡ଼ି ମନୋଭୀତି ତେଜ ଉଚ୍ଚ ନିଚ ଘୃଣା ଭେଦ ନୀତି ଚୋରି ନାରୀ ନିଶା ଆଦି ଦୁରାଚାର ନକର
ଗାନ୍ଧୀଜୀଙ୍କର ପ୍ରଥମ ଯାତ୍ରା ଶେଷ ହେଲା 1921 ମସିହା ମାର୍ଚ୍ଚ 30 ତାରିଖ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିମନ୍ତ୍ରଣରେ ସେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଥିଲେ 1925 ମସିହା ଅଗଷ୍ଟ 19 ତାରିଖ। ବୁଲି ଦେଖିଲି ମିଷ୍ଟର ଦାସ। ଓଡ଼ିଶା ରାଜ୍ୟରେ ଏମିତି ଏକ ହସ୍ତଶିଳ୍ପ କାରଖାନା ପ୍ରତିଷ୍ଠା କରିବା ସାହସର କଥା। ଏଭଳି ଭାବନା ଆପଣଙ୍କ ମନକୁ ଆସିଲା କି? ଦେଖନ୍ତୁ ଗାନ୍ଧୀଜୀ, ଓଡ଼ିଶାର ଜମି ବଢ଼ୁନି କିନ୍ତୁ ଜନସଂଖ୍ୟା ହୁ ହେଇ ବଢ଼ି ଚାଲିଛି ଏବଂ ସେହି ଅନୁସାରେ ଖାଦ୍ୟର ସମସ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ତେଣୁ ସେହି ସମସ୍ୟାର ସମାଧାନ କରିବା ପାଇଁ ଓଡ଼ିଶାରେ ହସ୍ତଶିଳ୍ପ ଏବଂ କଳକାରଖାନା ବଢ଼ିବା ନିହାତି ଦରକାର। ଆପଣ ତାକୁ ଭୂମିକୁ କର୍ଷଣ କଲେ ଯେମିତି କୃଷିର ଅଭିବୃଦ୍ଧି ହୁଏ, ସେମିତି ହାତକୁ କର୍ଷଣ କଲେ ଶିଳ୍ପର ଅଭିବୃଦ୍ଧି ହେବ। ଆପଣଙ୍କ ସହିତ ସମ୍ପୂର୍ଣ୍ଣ ଏକମତ। କିନ୍ତୁ ମୋର ଏଇ କଥାକୁ କେହି ବୁଝୁନାହାନ୍ତି। କୃଷି ଆଉ ଶିଳ୍ପ ଭିତରେ ଯେଉଁ ମୌଳିକ ଭେଦ ରହିଛି, ଆପଣ ଦେଖନ୍ତୁ, ଆମେ ଯଦି ଯୁବକମାନଙ୍କୁ ଶ୍ରମର ମହତ୍ଵ ବିଷୟରେ ନ ବୁଝେଇବା ତାହେଲେ ସେମାନେ ଅଳସୁଆ ହେଇଯିବେ। ଆଉ ଖାସ୍ ସେଇଥିପାଇଁ ମୁଁ ଆପଣଙ୍କର ଅରଟ ଅଭିଯାନକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଏଇ କାରଖାନାରେ ଏଇ ଟାନେଲରେ ଆଗରୁ ମୋର ଇଂରେଜମାନେ କାମ କରୁଥିଲେ, କିନ୍ତୁ ଏବେ 75 ଜଣ ଓଡ଼ିଆ ବେକାର ଯୁବକ ଏଠି କାମ କରୁଛନ୍ତି। ହଁ, ଏ ଦିଗରେ ବଙ୍ଗଳାର ସତୀଶ ଚନ୍ଦ୍ର ଦାସଗୁପ୍ତ ବି ଅନେକ କାମ କରୁଛନ୍ତି। ହଁ, ତାଙ୍କର ମୋର କାର୍ଯ୍ୟକ୍ରମର ଶୈଳୀ ପ୍ରାୟ ଏକା। ଆମେ ମଲା ଗୋରୁ ଚମଡ଼ାର ଜୋତା ତିଆରି କରୁ, ଗୋବଧୂକୁ ଆମେ ନିଶ୍ଚିତ କରିଛୁ। ତେଣୁ ଯୋଉ କରୁଛୁ ବଂଶୀ ହିଁ ମାରିଥାଏ, ଆମେ ତାର ଚମଡ଼ା ଗ୍ରହଣ କରୁ। ଆପଣ ନିଜେ କାମ ଶିଖିଛନ୍ତି? ହଁ, ମୁଁ ନିଜେ ଶିଖିଛି ଏବଂ ଏମାନଙ୍କୁ ମଧ୍ୟ ଶିଖେଇଛି। ଯଦି ମୁଁ ଶିଖିବାକୁ ଚାହିଁବି ଶିଖିଦେବେ। ମୁଁ ଭାବୁଛି ସାବରମତୀ ଆଶ୍ରମରେ ଗୋଟିଏ ଛୋଟ ଟାନେରୀ କରିବି। ନିଶ୍ଚୟ, ଆପଣ ଯଦି ଚାହିଁବେ ମୁଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି। କିନ୍ତୁ ଆପଣଙ୍କ ଭଳି ଜଣେ ବିଜ୍ଞ ଲୋକ ଆମର ଅସହଯୋଗ ଆନ୍ଦୋଳନକୁ ସମର୍ଥନ ନ କରିବା ମତେ ତ ବଡ଼ ଆଶ୍ଚର୍ଯ୍ୟ ଲାଗେ। ଆମ ଭିତରେ ମତ ପାର୍ଥକ୍ୟ ରହିଛି। ଦେଖନ୍ତୁ, ମୁଁ ମୋ ବିବେକ ଦୃଷ୍ଟିରୁ ଆପଣଙ୍କର ଏ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରିପାରୁନି। ଆପଣ ଆମ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରନ୍ତି, କିନ୍ତୁ ଆପଣଙ୍କର ଚିନ୍ତା ଓ ବିଚାରଧାରାକୁ ମୁଁ ସମ୍ମାନ କରେ। କାରଣ ଆପଣ ହିଁ ଓଡ଼ିଶା ବିଷୟରେ ଚିନ୍ତା କରିପାରନ୍ତି। ଦେଖନ୍ତୁ, ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରଦେଶ ଗଠନ କରିବା ମୋର ମୂଳ ଲକ୍ଷ୍ୟ। ଆପଣ କୁହନ୍ତୁ ଗାନ୍ଧୀଜୀ, ଓଡ଼ିଶା ବୋଲି ଗୋଟେ ରାଜ୍ୟ ଅଛି, କଟକ, ପୁରୀ, ବାଲେଶ୍ୱର, ମାନ୍ଦ୍ରାଜ, ଗଙ୍ଗା ପ୍ରେସିଡେନ୍ସି ଅଣ୍ଡରରେ, ଆଉ ଗଞ୍ଜାମ, କୋରାପୁଟ, ମାନ୍ଦ୍ରାଜ ପ୍ରେସିଡେନ୍ସି ଅଣ୍ଡରରେ, ଆଉ ସମ୍ବଲପୁର ସହିତ 7ଟି ଗର୍ଜାତ ଅଞ୍ଚଳ ଏବେ ମଧ୍ୟପ୍ରଦେଶ ଅଣ୍ଡରରେ। ତାହେଲେ ଆପଣ କୁହନ୍ତୁ ଗାନ୍ଧୀଜୀ, ଓଡ଼ିଶାର ସୀମା କୋଉଠି? ଆଉ ସେ ଓଡ଼ିଶା ସୀମାରେ ଥିବା ଅଧିବାସୀ ମାନେ ତାଙ୍କର ପିଲାମାନେ କୋଉ ଭାଷାରେ ପାଠ ପଢ଼ିବେ? ଏ କଥା ମୁଁ ଯେତେ ଥର ଉଠେଇଲେ ବି ମୋ କଥାକୁ କେହି ଶୁଣୁନାହାନ୍ତି। ସେଥିପାଇଁ ଆପଣଙ୍କ ନିଜର ଲୋକମାନେ ଦାୟୀ। ଆପଣ ଓଡ଼ିଶା ଛାଡ଼ି ଏହାର ମନ୍ତ୍ରୀ ପଦ ଗ୍ରହଣ କଲା ପରେ ବହୁତ ଲୋକ ଏ କଥାକୁ ବିରୋଧ କରୁଛନ୍ତି। କିଏ କ'ଣ ଭାବିଲା ନ ଭାବିଲା ସେଥିରେ ମୋର ଯାଏ ଆସେ ନାହିଁ। ମୁଁ ଯାହା ଠିକ୍ ମନେ କରେ ତାହା ହିଁ କରେ। ଆପଣ ଦେଖନ୍ତୁ,
ମୋ ଫ୍ୟାମିଲି ଗୋଟିଏ 20,000 ଟଙ୍କା କ୍ଷତିରେ ଚାଲିଛି। ଗୋପବନ୍ଧୁ ବାବୁ ବି ସତ୍ୟବାଦୀରେ ଗୋଟେ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ତା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ବହୁତ କଷ୍ଟ ହେଉଛି। ତଥାପି ମୁଁ ଆପଣଙ୍କ ସମସ୍ୟା ଘନଶ୍ୟାମ ଦାସ ବେହେରାଙ୍କୁ ଜଣେଇବି। ଯଦି ସେ ଆପଣଙ୍କ କମ୍ପାନୀରେ ସଂଶୋଧନ କିଣି ଦିଅନ୍ତି, ମୁଁ ଭାବୁଛି ଆପଣଙ୍କ ସମସ୍ୟାର ସମାଧାନ ହେଇଯିବ। ଧନ୍ୟବାଦ ଗାନ୍ଧୀ। ଆପଣ ଜାଣନ୍ତି ଆଜି ଆପଣ ମୋ ଘରେ ଅତିଥି ହୁଅନ୍ତୁ। ସେ କଥା ତ ପ୍ରଥମରୁ ସ୍ଥିର ସରିଛି। ଚାଲନ୍ତୁ ଯିବା। ଆସନ୍ତୁ। ଗାନ୍ଧିଜୀଙ୍କ ଓଡ଼ିଶା ଯାତ୍ରାକୁ ନେଇ କୁନ୍ତଳା କୁମାରୀ ଲେଖିଥିଲେ, ଉଠ ଭାରତର ସେନା ନାରାୟଣୀ, ଗାନ୍ଧୀ ବିଷ୍ଣୁ ରୂପୀ ତୁମର ଅଗ୍ରଣୀ, ମୋହନ କରମ ଚାନ୍ଦ ମହାଜ୍ୟୋତି, ଧର୍ମେ ଯୁଦ୍ଧେ ଆଜି ତୁମରି ସାରଥୀ। ଅଗଷ୍ଟ 20 ତାରିଖରୁ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଚାଲିଗଲେ। ତୃତୀୟ ଥର ପାଇଁ ଖଦି ଗସ୍ତରେ ସେ ଓଡ଼ିଶାକୁ ଆସିଥିଲେ 1927 ମସିହା ଡିସେମ୍ବର 3 ତାରିଖ। ତାଙ୍କର ଏହି ସମୟ ଭିତରେ ସେ ପାରଳାଖେମୁଣ୍ଡି, ବ୍ରହ୍ମପୁର, ଛତ୍ରପୁର, ଆସ୍କା, ଗୋବରା, ପୋଲସରା, ବୈରାଣୀ, ରମ୍ଭା, ଖଲିକୋଟ, କୋଦଳା, ବୋଲଗଡ଼, ଖୋର୍ଦ୍ଧା, ଜଟଣୀ, ପୁରୀ, ବାଲେଶ୍ୱର, ଭଦ୍ରକ ଓ କାଲିଆପାଳ ଅଞ୍ଚଳ ବୁଲିବା କାର୍ଯ୍ୟକ୍ରମ ରହିଥିଲା। ବୋଲଗଡ଼ ଆସିବା ପୂର୍ବରୁ ଡିସେମ୍ବର 4 ତାରିଖରେ ଛାତ୍ର ସଭାରେ ସେ ଉଦ୍ବୋଧନ ଦେଇଥିଲେ ବ୍ରହ୍ମପୁରଠାରେ। महात्मा गांधी की जय। महात्मा गांधी की जय। महात्मा गांधी की जय। प्रोफेसर गण, छात्रगण ओ भाईमान, आज सभार कार्यक्रम अन्य सभार कार्यक्रम ठाରୁ ଟିକେ ଭିନ୍ନ। गत केते वर्ष होला आमे सत्याग्रह आश्रम सकाळ एवं संध्यारे समूह प्रार्थना करिता। शरीर पाई खाद्य जेमती आवश्यक अटे, आत्मा पाई प्रार्थना सेमती आवश्यक। जड़े मनीष खाद्य बिना हुए तो किसी दिन रही जाए पारे, किंतु जड़े ईश्वरनिष्ठ व्यक्ति बिना प्रार्थना रे गोटे मुहूर्त भी रही पारे। आज वातावरण नाना संघर्ष भितर परिपूर्ण होइतिबार एकमात्र कारण हेउछि सच्चा प्रार्थना भावनार अभाव। जदि छात्रवृंद शिक्षा को सुस्थ हृदय एवं सुस्थ चरित्रर भित्तिभूमि प्रतिष्ठा करने को चाहूँ, तेबे सिद्धि पाइबाकू हेले प्रत्येक नियम पूर्वक सच्चा मन में प्रार्थना करने आवश्यक। आज एठारे समूह प्रार्थना सभार आयोजन करा जाइथिबारु मु आपनମାନଙ୍କୁ अनुरोध करुछि, आज आमे समस्ते एठी प्रार्थना करिबा।
ଆଣିକି ଆସ ନହେଲେ ମୋ ଚାକିଟା ପଳେଇବ। ଏ ଚେଣ୍ଡିର ସେଇଠି ଛିଡ଼ା ହେଇଥିବ ମାଉସୀ। ବୁଝିଲେ ଗୋପବନ୍ଧୁ ବାବୁ, ମନଟା ଚାରିଆଡେ ବୁଲିବାକୁ ଚାହୁଁଛି, ହେଲେ ଦେହଟା ଆଉ ସାଥ ଦଉନି। ଏଇ ଡିସେମ୍ବର 5-6 ତାରିଖରେ ଛତ୍ରପୁର ବ୍ରହ୍ମପୁରରେ ଛାତ୍ରମାନଙ୍କୁ ଭାଷଣ ଦେବେ। ସେଠି କିଛି ପାଣ୍ଠି ବି ସଂଗ୍ରହ ହେବ। 7 ତାରିଖରେ ପୁରୁଷୋତ୍ତମପୁର, ବୋଇରାଣୀ, ପୋଲସରା, ଉଦଳା ଆଉ କରିବେ। ପାଠରେ ଦେହଟା ବି ବହୁତ ଖରାପ। ଗୋଟିଏ ଦିନ ରମ୍ଭା ରାଜପ୍ରସାଦରେ ରହିଥିଲା। ଆଜି ରମ୍ଭାରୁ ବାଣପୁର ଦେଇ ବୋଲଗଡ଼ ପହଞ୍ଚିଛି। ଗଞ୍ଜାମରେ ଆମର ମୁଖ୍ୟ ସମସ୍ୟା ହେଉଛି ବ୍ରହ୍ମପୁରକୁ ନେଇ ଆନ୍ଧ୍ର ଓଡ଼ିଶା ବିବାଦ। ସେଇଥିପାଇଁ ଆପଣଙ୍କ ଗସ୍ତର ଖବର କୌଣସି ସମ୍ବାଦପତ୍ର ପ୍ରକାଶ କରେ। ତଥାପି ଆମକୁ ଆଗେଇବାକୁ ପଡ଼ିବ। ଓଡ଼ିଶାର ବିକାଶ ଦିଗରେ ଚିନ୍ତା କରିବାକୁ ପଡ଼ିବ। କେବେ ଓଡ଼ିଆଙ୍କର ଦୁଃଖ ଘୁଞ୍ଚିବ ସେଇ ଆମର ଚିନ୍ତା। ସେପ୍ଟେମ୍ବର 15 ୟଙ୍ଗ ଇଣ୍ଡିଆ ଡେ। ଆସ ଏଇଥର ଓଡ଼ିଶା ବୁଲି ଦେଖିଯିବ। ଆସ ସେଠି ପୁରୀରେ ଲାର୍ଡ ସାହେବମାନଙ୍କର କୋଠା ଦେଖିବ, ଆଉ ପୁରୀରୁ 10 ମାଇଲ ଦୂରରେ ଦେଖିବ ଅସ୍ଥି କଙ୍କାଳ ସାରା ଏ ଜଣେ ଅସ୍ପୃଶ୍ୟ ଜାତିର ଲୋକ। ଆପଣଙ୍କୁ ଦେଖି ସମ୍ମାନ ଦେବା ପାଇଁ ନାକରେ ଚିନ୍ତା ଏଭଳି ସମ୍ମାନରେ ଲାଜକୁ ମୁଣ୍ଡ ତଳୁ କରି ଯାଉଛି। ତମେ କିଏ ମୁଁ ମଦନ, ଏଇଠୁ 6 ମାଇଲ ଦୂରରେ ଆମ ଗାଁ। ବୋଲଗଡ଼ ବଜାରକୁ କାଠ ମୁଣ୍ଡେଇ ଆସିଥିଲି, କାଠ ବିକିବାକୁ। ଶୁଣିଲି ଆପଣ ମହାପୁର ଆଇଛନ୍ତି। ଗୋରା ପୁଲିସ ଆପଣଙ୍କୁ ଦେଖା କରିବାକୁ ମୁଁ ତ ମନା କରିଦେଲି। ମାନିଲାନି, ତେବେ ଆପଣଙ୍କୁ ଦେଖା କରିବାକୁ ଚାଲି ଆସିଲି। ମରିମୁଣ୍ଡିଆ ଲୋକ, ଆପଣଙ୍କୁ ମାନିକି କରିଥାନ୍ତି କେମିତି ଯେ? ତମେ ମୋତେ ଯେଉଁ ମାନ୍ୟ ଦେବ ତାଙ୍କୁ କହିବାକୁ ମୋ ଦେହ ଶକ୍ତି। ଜମିବାଡ଼ି ପଡ଼ିଆ, ଜଙ୍ଗଲରୁ କାଠ କାଟି ବିକେ। ତମେ ଖାଇବାକୁ ବେଳେ ମଲା ଗୋରୁ ମାଂସ ଖାଏ, ଜଙ୍ଗଲରୁ ଗୋଧି ମାରି ଖାଏ। ଆଉ ମତେ ବି ଜାଣିବି ଆଜିଠୁ ଗଲା ଜୀବନ ମାଂସ ଖାଇବନି, ଗାଡ଼ି ବି ପିଇବନି। ମୁଁ ଯଦି ତାଡ଼ି ନ ପିଇବି, ମାଂସ ନ ଖାଇବି, ତାହେଲେ ତ ମତେ ଜାତିରୁ ବାସନ କରିଦେବେ। ବାସନ କଣ? ମୁଁ ତାହେଲେ ରହିବି କୋଉଠି? ଗାଁ ଛାଡ଼ିଦିଅ। ସୂତା କାଟ, ନିଜ ଗୋଡ଼ରେ ନିଜେ ଠିଆ। ନିଶ୍ଚୟ କରିବି, ନିଶ୍ଚୟ କରିବି, ନିଶ୍ଚୟ କରିବି, ନିଶ୍ଚୟ କରିବି, ନିଶ୍ଚୟ କରିବି, ନିଶ୍ଚୟ କରିବି। ଏ ଗଛ ଭାଇ, ତୁ ତ ମତେ କେବେ ଫୋପାଡ଼ି ଦେଇନାଉ, ତୁ ଛାଇ ଦେବାକୁ କେବେ ମନା କରିନାଉ। ଏଇ ନଈ, ତୋର ଜକ ଜକ ପାଣି ପିଇବା ପାଇଁ ତ ମତେ କେବେ ମନା କରିନାଉ। ହେ ମାଟି ମା, ତୁ କୋଳରେ ତ ମତେ କେବେ ରହିବା ପାଇଁ ମନା କରିନାଉ। ହେଲେ ଏ ମଣିଷ ଭାଇମାନେ ଦେଖିବାକୁ ମୋରି ପରି ଉଚ୍ଚ ଜାତିର ଲୋକ ମତେ ସବୁବେଳେ ଦୂର ଦୂର ମାର ମାର କଲେ, ତାଙ୍କ ଘରେ ପୁରେଇ ଦେଲେନି। ইয়ার মানে কো, ମାନେ କో, ମାନେ କো। ଆମର ଲଜ୍ଜା, ସେମାନଙ୍କର ଲଜ୍ଜା, ଏ ଜାତିର ଲଜ୍ଜା। ଯାହାର ଭାଗିଦାର କରୁଛେ ଆମେ ଆଉ ଇଂରେଜ ଶାସିତ କରୁଛେ। ପ୍ରଣାମ ବାବୁଜୀ। ଆଜି ଗୋଦାବର୍ଷ ମିଶ୍ର ଗୋଟେ ସଭାର ଆୟୋଜନ କରୁଛନ୍ତି, ହେଲେ ବ୍ରିଟିଶ ପୋଲିସ ଚାରିଆଡେ ବୁଲି ବୁଲି ସମସ୍ତଙ୍କୁ ଧମକ ଦେଇଛି, ସଭା ଗୋଟେ ଆସିବେ। ଖାଲି କ'ଣ ବ୍ରିଟିଶ ପୋଲିସ? ଖାଲି ବ୍ରିଟିଶ ପୋଲିସ ନୁହେଁ, ତାଙ୍କ ସହିତ ଆମ ଗଡ଼ଜାତର ରାଜା ଆଉ ଜମିଦାର ମାନେ ମଧ୍ୟ ସାମିଲ ଅଛନ୍ତି। ନିଜର ଗାଦି ଚାଲିଥିବା ଘରେ ସେମାନେ ଅଂଗ୍ରେଜ ମାନଙ୍କର ଦଲାଲ ସାଜୁଛନ୍ତି, ଅଂଗ୍ରେଜ ମାନଙ୍କର ଦଲାଲ। ସପ୍ତାହ ହେଲା ଘର ଘର ବୁଲି ମୁଁ ଦେଖୁଥିଲି, ସେମାନେ ଗାନ୍ଧିଜୀକୁ ଦେଖିବାକୁ ଚାହୁଁଥିଲେ, ହେଲେ ଆଜି ପୋଲିସ ଘରେ ବି ଘରୁ ବାହାରୁନାହାନ୍ତି।
इंग्लिश सरकार गांधी को भय कर ସେମାନେ କଣ କରୁଛନ୍ତି ଏମିତି ଲୋକଙ୍କୁ ଧମକ ଦେଇ ଡରେଇଲେ ଆନ୍ଦୋଳନ ବନ୍ଦ ହେଇଯିବ ଏ କଥା କରେ ହେଲେ ଆଜି ସଭାରେ ଗୋଟିଏ ହେଲେ ଲୋକ ନାହାନ୍ତି ସଭା ହବ କେମିତି ଆଛଡ଼ା ଗାଁରେ ରହିବା ପାଇଁ ଜିଲ୍ଲା ବୋର୍ଡ ଡାକମାଳ ଯୋଉ ବ୍ୟବସ୍ଥା ହେଇଥିଲା ତାକୁ ଭଡ଼ାରେ ପାଇବା ପାଇଁ କଷ୍ଟ ହୋଇପଡୁଛି ପୋଲିସର ଦମନକୁ ବନ୍ଦ କରିବାକୁ ପଡ଼ିବ ତମେ ଏମିତି ଭୟ କରୁଛ କାହିଁକି ତମେ ତ କିଛି ଅପରାଧ କରିନି ତମେ ଯେତେବେଳେ ଭୟ କରିବା ଭୁଲିଯିବ ସେତେବେଳେ ତମକୁ କେହି ଡରେଇ ପାରିବେ କେବେ ବି ଡରିଯାଅନି କାରଣ ରୋଗଠାରୁ ଭୟ ଆହୁରି ମାରାତ୍ମକ ଯୋଉ ମଣିଷକୁ ଭୟ କରେ ସେ ମଣିଷ ପଦବାଚ୍ୟ ନୁହେଁ ଈଶ୍ୱରକୁ ଭୟ କରେ ସଭା ନୁହେଁ କାଲି 2ଟା ପର୍ଯ୍ୟନ୍ତ ମୁଁ ଏଠି ଅଛି ମୋର ଯାହା ପଚାରିବାର ଅଛି ମୋ ସହିତ ଆଲୋଚନା କରିବା ବ୍ରିଟିଶ ପୋଲିସ ଚାରିଆଡ଼େ ବୁଲି ବୁଲି ସମସ୍ତଙ୍କୁ ଉପଦ୍ରବ ଯୋଗୁଁ ସଭାକୁ ଆସିଲେ ତେବେ ବାଣପୁର ସଭା ଭଲ ହେଲା ସେଠି 170 ଟଙ୍କା ଆଦାୟ ହେଲା ରାତିରେ ଗାନ୍ଧିଜୀ ବୃଦ୍ଧାବର୍ଷ ବିଶ୍ରାମ କରି ରହିଲେ କିନ୍ତୁ ସେଇ ଯୋଉ ଲୋକମାନଙ୍କର ଏଇ ଗାନ୍ଧିଜୀକୁ ଦେଖା କରିବାକୁ ପଡ଼ିବ ବହୁତ ଜାତିର ଲୋକ ବହୁତ ରାଗିଛନ୍ତି ପରେ ସେ ଅସୁବିଧାରେ ପଡ଼ିଲା ସେଥିପାଇଁ ତାଙ୍କୁ ସାବଧାନ ରହିବାକୁ ଟିକେ କରିଦେଲେ ଏ କଥା ବି ତାଙ୍କୁ ଡର ନାହିଁ ତେବେ ମୁଁ ଚାହୁଁଛି ଗାନ୍ଧିଜୀଙ୍କର ଭଦ୍ର ଗସ୍ତ ସଫଳ ହେବ ବାଲେଶ୍ୱର ଗସ୍ତ କେମିତି ହେବ ମହତାବ ଗାନ୍ଧିଜୀ 14 ତାରିଖ ସକାଳେ ବାଲେଶ୍ୱରରେ ପହଞ୍ଚିଲେ ତାଙ୍କୁ ଆମେ ମୁକୁନ୍ଦ ପ୍ରସାଦ ଦାସ ଘରେ ଅତିଥି କରିବାକୁ ସେଠି ସିଏଫ୍ ଏଣ୍ଡ୍ରୁ ଫରେକ୍ସ ଆଲେକ୍ସାଣ୍ଡର ଆଉ ରେଭେରେଣ୍ଡ ଟପ୍ପର ପହଞ୍ଚିଥିଲେ ସେଦିନ ସେ ସାଧାରଣ ସଭା ଆଉ ନାରୀ ସଭାରେ ଭାଷଣ ଦେଇଛନ୍ତି ତା ପରଦିନ ଭଦ୍ରକ ଆସିବାର ଥିଲା ତେବେ ବ୍ଲଡ ପ୍ରେସର ବଢିପାରେ ସେ ଭଦ୍ରକ ଆସିପାରିଲେନି କାକା କାଲେକ୍ଟର ଗଲେ ତାହେଲେ ଏବେ ସେ ତାଙ୍କୁ ଚାପାଟିଆ ନେବ କେମିତି ନୀଳକଣ୍ଠ ବାବୁ ଆପଣ ଜମା ବ୍ୟସ୍ତ ହୁଅନ୍ତୁ ତାଙ୍କ ପାଇଁ ମୁଁ ଗୋଟେ ମୋଟର ଗାଡ଼ିର ବ୍ୟବସ୍ଥା କରିଛି ଖୁବ ଭଲ ବାବୁ ଗାନ୍ଧିଜୀଙ୍କ ସହିତ ଆଲୋଚନା କରିବା ପାଇଁ ଆମର ଯୋଉ ଏଜେଣ୍ଡା ତାକୁ ସାଙ୍ଗରେ ଆଣିଛନ୍ତି ସେ ବିଷୟରେ ଆମକୁ ଚାରିପାଟିଆରେ ଆଲୋଚନା କରିବାକୁ ହଁ ଆମର ପ୍ରଥମ ଏଜେଣ୍ଡା ହେଲା ଓଡ଼ିଶାରେ 4ଗୋଟି ଖଦି ଉତ୍ପାଦନ କ୍ଷେତ୍ର କାମ କରୁଛି ପ୍ରଥମ ନିଖିଳ ଭାରତ ଚରଖା ସଂଘର ଶାଖା ସବୁ ଦ୍ୱିତୀୟ ଦାସୀ ଆପଣଙ୍କର ସତ୍ୟବାଦର ଖଦି ଉତ୍ପାଦନ କେନ୍ଦ୍ର ତୃତୀୟ ମୋର ସମବାୟ କେନ୍ଦ୍ର ଚତୁର୍ଥ ଗୋବିନ୍ଦ ମିଶ୍ରଙ୍କ ଖଦି ଉତ୍ପାଦନ କେନ୍ଦ୍ର ଆକୁ କେମିତି ବଢ଼େଇବା ଗୋବିନ୍ଦ ବିଷୟ ତୁମ ଯାହା ବାବୁ ଗୋବିନ୍ଦ ବିଷୟ ଦଶପଲ୍ଲା ଆନ୍ଦୋଳନ ସମୟରେ ରୁଚି ପଳାଇଲେ ସେଠୁ ଯାଇ ଗାନ୍ଧୀଙ୍କ ଆଶ୍ରମରେ କିଛି ବର୍ଷ ରହିବା ପରେ ଓଡ଼ିଶାକୁ ଯାଇ ଭାରି ଭଲ କାମ ନୀଳକଣ୍ଠ ମୋର କିଛି ଚିନ୍ତା ହେଉଛି ବାଲେଶ୍ୱର କଂଗ୍ରେସର ସମସ୍ୟାକୁ ଏଇ ଆମ ନୀଳଗିରି ଗଡ଼ ଜାତିର ପ୍ରଜାମାନଙ୍କ କଥା କହୁଛନ୍ତି ତ ହଁ ସେମାନେ ରାଜ୍ୟ ଛାଡ଼ି ପଳାଇ ଏ ପର୍ଯ୍ୟନ୍ତ ମୋଗଲ ବନ୍ଦୀ ଅଞ୍ଚଳ କରିଛନ୍ତି ସେମାନଙ୍କ ଥଇଥାନର କିଛି ବ୍ୟବସ୍ଥା ଏଇ କିଛି ଦିନ ତଳେ ଇଂରେଜ ଅଫିସର ମାନେ ଆସି ମୋର ବାଲେଶ୍ୱର ପ୍ରଜାତନ୍ତ୍ର କାର୍ଯ୍ୟାଳୟ ଖାନ୍ତଲାସ କରିଛନ୍ତି ଆଉ ତା ଉପରେ ମକଦ୍ଦମା ଚାଲିଛି ସେଥିଲାଗି ଆମେ ତୁମ ସହିତ ଅଛୁ ମକଦ୍ଦମା ପାଇଁ ଚିନ୍ତା କରନ୍ତୁନି ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଚାନ୍ଦିପୁର ଅଞ୍ଚଳରେ ଗୋଚର ଜମି ସବୁକୁ ସରକାରୀ ଅଫିସରମାନେ ବନ୍ଦୋବସ୍ତରେ ନିଜ ନାଁରେ କରିନେଇଛନ୍ତି ସେଥିଲାଗି ଶହ ଶହ ଗ୍ରାମବାସୀ ତାର ପ୍ରତିବାଦ କରୁଛନ୍ତି ପ୍ରତିବାଦ କଲେ କ'ଣ ହବ ଏଇ ଇଂରେଜ ପଲିଟିକାଲ ଏଜେଣ୍ଟ ମାନେ ଏଥିରେ ଜମା ମୁଣ୍ଡ ପୁରଉନାହାନ୍ତି ଗାନ୍ଧୀ ଯଦି ହାଇଲେବୁଲ ଏ କଥା ଉଠେଇବେ ତାହେଲେ ହୁଏତ କିଛି ସମାଧାନ ହେଇପାରେ ସବୁ ଜମି କ'ଣ ଇଂରେଜ ଅଫିସରମାନେ ନେଇଛନ୍ତି ତା ଭିତରେ ଆମ ଲୋକମାନେ ବି ଅଛନ୍ତି ସେଇମାନଙ୍କ ପାଇଁ ତ ଆଜି ସେଇମାନଙ୍କ ପାଇଁ ତ ଆମ ଆନ୍ଦୋଳନରେ ଏ ଅବସ୍ଥା ଏ ଦେଖୁନାହାନ୍ତି କେତେ ବର୍ଷ ହେଲାଣି କନିକା ରାଜାଙ୍କ ବିରୁଦ୍ଧରେ ପ୍ରଜାମାନେ ଆନ୍ଦୋଳନ କରି ଆସୁଛନ୍ତି ଆପଣ ଠିକ କହିଛନ୍ତି କିନ୍ତୁ ରାଜାଙ୍କୁ ଅଂଗ୍ରେଜମାନେ ଘଣ୍ଟ ଗୋଡ଼ି ରଖୁଛନ୍ତି ସେଥିପାଇଁ ମୁଁ ସ୍ଥିର କଲି ଏ ବିଷୟରେ ଗାନ୍ଧିଜୀଙ୍କ ସହିତ ଆଲୋଚନା କଲି ସେ ଆମକୁ ଯାହା ପରାମର୍ଶ ଦେବେ ସେଇ ଅନୁସାରେ ଚାଲିବା ଠିକ ହେବ ତାହେଲେ ଅପେକ୍ଷା କାହିଁକି ଚାଲନ୍ତୁ 4 ବାଟେ ତେବେ ଆସନ୍ତୁ Thank you.
এই তো গাড়ি যাচ্ছিলে হরি बहुत खुशी जे तुम मैंने आनंद मन मत दान मोर भी किसी कहबार ଆପଣ ମାନଙ୍କର ଯାହା ସବୁ କହିବାର ଅଛି ଜଣ ଜଣ କରି କୁହ ଜଣ ଜଣ ଗାନ୍ଧୀଜୀ ଏ ଏସନ ବର୍ଣ୍ଣରେ ମୋର ଘର ଦୁଆର ଗାଈ ଗୋରୁ ସବୁ ଭାସି ଯାଇଛି ମୋ ଫସଲ ବି ନଷ୍ଟ ହେଇଯାଇଛି ମୁଁ ଏବେ ପର କହିଲି ଗାନ୍ଧୀଜୀ ସରକାର ଖଜଣା ବଢଉଛନ୍ତି ସେଥିପାଇଁ ଆମ ଲୋକମାନେ କଲିକତା ଚାଲି ଯାଉଛନ୍ତି राजा महाराजा नुहे कि इंग्रेज शासक नुहे मु तुम भली जड़े साधारण पति तथापि मो द्वारा जहाँ हे मु निश्चय साहाय्य तुम मान विश्वास रखा भगवान मत शक्ति दिए कनिका राजा अत्याचार बंद एमिति स्लोगान देले समस्यार समाधान हबो तुमको नेता चक्रधर बेहरा सहित कथा हे तुम जहाँ अभियोग अच्छी से अदालत आश्रय ଏବେ ତୁମମାନେ ଯାଅ ତମ ସମସ୍ୟା ବିଷୟରେ କାନ୍ଦି ଯାଅ ଆପଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁଜରାଟର ପ୍ରସିଦ୍ଧ ବ୍ୟବସାୟୀ ଜୀବନାମତି କଲ୍ୟାଣୀ ନିଖିଳ ଭାରତ ଚରକା ସଂଘକୁ 1 ଲକ୍ଷ ଟଙ୍କା ଆଉ ଓଡ଼ିଶାରେ ଖଦି ବ୍ୟବସାୟ ପାଇଁ 1 ଲକ୍ଷ ଟଙ୍କା ଦେଇ ଜୀବରାମ ଭଦ୍ରକରେ ଆଶ୍ରମ ଈଶ୍ୱରଲାଲ ବ୍ୟାସ ଓ ଗୁରୁବାଇ ସଂସାର ଛାଡ଼ି ସେବା ବ୍ରତରେ ଈଶ୍ୱରର ଆଶ୍ରମ କରିଥିଲେ विश्वास स्वाधीनता निश्चय मिले स्वराज बेसी देरी नहीं हाँ भाजी अठरे मु कटक पहुंची 19 मनोरथ थिले भी मधुबाबू सहित मोर देखा ओडिया साधारण सभा जोग दे भाषा कोशर लेखक गोपाल चंद्र प्रहराज निमंत्रण रही पाखे गोटे दिन अनुसार मोर प्रश्न ठीक कर गांधी ओडिशा प्रति मनोभाव लक्ष्य कर गोपबंधु दास कविताटे लिखिले दक्षिण महात्मा कातर अंतरे कही मते दुख एकांतरे देखिए दारुण दृश्य हुए मन अनसरे आज तेजंती पराण बंचीबारु बड़ी देखिए कषण शत गुणे श्रेय मणे मु मरण मात्र ए पराणे रही भरोसा अचिरे देशर घुंची बयदशा गांधीजी तृतीय वर्ष शेष होइतिला 1927 मसिया डिसेंबर 21 तारिख तांकरे नेतृत्व रे ओडिसा रे खदी आंदोलन चले ओडिशार सीमा विवाद विषय कौन निष्पत्ति है से विषय में आम गांधीजी सहित आलोचना करते से कहते ए दायित्व से निजे ने मोर आशा विश्वास से निश्चय कांग्रेस अधिवेशन समय कथा उठाइबे किंतु गांधीजी निजे 1927 मसीह प्रत्येक राजनीति दूरे जाई मौन रही से घोषणा कर खदीर प्रसार दिखे किसी दिन काम करेंगे हाँ से बोध भावुं साधारण लोक आर्थिक उन्नति ना
आंदोलन को बेसी दिन चलाइबा संभव नୁହେଁ। ଯେଉଁ ଲୋକମାନେ ମୋତେ ଖାଦ୍ୟ ନ ପାଇ ମରୁଛନ୍ତି ସେଠି ଆନ୍ଦୋଳନ କରିବେ ଆମେ ବା କେତେ ଜଣ ଅଂଗ୍ରେଜ ସରକାର ତ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବାକୁ ପ୍ରସ୍ତୁତ ନୁହେଁ। ସେ କେବଳ କେତେ ଜଣ ଚାଟୁକାରକୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି। ତେଣୁ ଆମେ ଗାନ୍ଧୀଙ୍କ ଅନୁସାରେ ଚାଲିବା ଠିକ ହେବ। ମୋର ବି ସେଇ ମତ। ଖଦୀର ପ୍ରସାର ଏବଂ ପାଣ୍ଠି ସଂଗ୍ରହ କରିବା ଆମର ଲକ୍ଷ୍ୟ ହେବା ଉଚିତ। ତେବେ ମୁଁ ଦେଖିଲି ତମର ଏଠି ଯେଉଁ ଖଦୀ କେନ୍ଦ୍ର ଅଛି ଭଲ ଚାଲିଛି। ହଁ ଦାସ ଆପଣ ନିଜେ ଖଦୀ କେନ୍ଦ୍ର କଥା ବୁଝୁଛନ୍ତି। ଏ ବର୍ଷ ରଥଯାତ୍ରାରେ ଆମର ଭଲ ଖଦୀ ବିକ୍ରି ଛଡ଼ା ଅନ୍ୟ ଉପାୟ ନାହିଁ। ଗତ 27-28 ବନ୍ୟାରେ ବାଲେଶ୍ୱର ଜିଲ୍ଲାରେ ଅନେକ ଘର ଭାସିଗଲା, ରେଳ ଲାଇନ ସବୁ ଭାସିଗଲା, ଆଉ ସରକାର ଚୁପ୍ ହୋଇ ବସିଗଲେ। ସେତିକି ବେଳେ ଆମେ ସବୁ ଗାଁ ଗାଁ ବୁଲି ଚୂଡ଼ା ଚାଉଳ ବାଣ୍ଟୁଥିଲୁ। କିନ୍ତୁ ଏ ବନ୍ୟା ପରେ ଗରିବ ଲୋକଙ୍କ ମୁହଁରେ ଆହାର କିଏ ଦେବ? କେମିତି ସେମାନେ ଜୀବନ ପାଇଁ ଜୀବିକା ସଂଗ୍ରହ କରିବେ? ଗାନ୍ଧୀଜୀ ଠିକ କହୁଥିଲେ, ଯୋଉଠି ବ୍ୟକ୍ତିର ସ୍ୱାଧୀନତା ନାହିଁ ସେଠି ଦେଶର ସ୍ୱାଧୀନତା ଆସିବ କେମିତି? ତେଣୁ ଭୋକିଲା ଲୋକର ସ୍ୱରାଜ ହେଉଛି ତାର ପେଟକୁ ମୁଠାଏ ଦାନା। ଆଜି ବି ମୋର ଗାନ୍ଧୀଜୀଙ୍କ କଥା ମନେ ପଡୁଛି। ଯେଉଁ ଦେଶରେ ଜଣେ ଲୋକ ଖାଇବା ବିନା ମରିଯାଏ ସେ ଦେଶ ନରହତ୍ୟା ପାପର ଘାଟି ହୁଏ। ଇଂରେଜ ଶାସନକୁ ଶୈତାନ ଗ୍ରାସ କରିଗଲେ। ସେମାନଙ୍କର ଶୋଷଣ ଆଉ ଶାସନ ନିର୍ମମ ଭାବରେ ଓଡ଼ିଶାବାସୀଙ୍କର ଦୁଃଖ ଦୁର୍ଦଶା ଘଟେଇଛି। ସ୍ୱରାଜ ବିନା ଏମାନଙ୍କର ଉଦ୍ଧାର ନାହିଁ। ସେଇ ଆନ୍ଦୋଳନରେ ଆମେ ନିଜକୁ ଉତ୍ସର୍ଗ କରିବାକୁ ପଡ଼ିବ। ସେଇଥିପାଇଁ ଗାନ୍ଧୀଜୀଙ୍କ ମୁହଁରେ ସବୁବେଳେ ଆପଣ ଆଉ ରମାଦେବୀଙ୍କ ପ୍ରଶଂସା। ହଁ ଆପଣଙ୍କୁ ଆଉ ଥଟ୍ଟା କରିବାକୁ ଜାଗା ମିଳିଲାନି କରିଥିଲି। ନା 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 ମୁଁ ଥଟ୍ଟା କଲି, ସତ କହୁଛି। ଆପଣ ଦୁଇ ଜଣ ଯେମିତି ନିଜ ଖଦୀ କେନ୍ଦ୍ରରେ ପରିଚାଳନା କରୁଛନ୍ତି ସେଥିରେ ସମସ୍ତେ ଖୁସି। ତା ଛଡ଼ା ରମାଦେବୀ ନାରୀମାନଙ୍କ ମଧ୍ୟରେ ଯେଉଁଭଳି ଶିକ୍ଷାର ପ୍ରସାର କରିଛନ୍ତି, ଜାଗରଣ ଆଣିଛନ୍ତି, ହସ୍ତଶିଳ୍ପର ବିକାଶ କରିଛନ୍ତି, ପ୍ରଶଂସା ଯୋଗ୍ୟ। ଖୁବ୍ କମ୍ ନାରୀଙ୍କ ପାଖରେ ଦକ୍ଷତା ଦେଖିବାକୁ ମିଳେ। ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ। ଲିଙ୍ଗରାଜ ମିଶ୍ରଙ୍କ ସହିତ ଲୋକସଭାକୁ ମଣ୍ଡଳର ବାର୍ଷିକ ଅଧିବେଶନ ଯୋଗ ଦେବାକୁ ସେଥିପାଇଁ ସମସ୍ତଙ୍କୁ ଡାକେ। ଶୁଣାଯାଉଛି ସେଥିପାଇଁ ଆପଣଙ୍କୁ ବଡ଼ ପଦପଦବୀ ମିଳିପାରେ। ହଁ ଉପସଭାପତି ପଦ ଲାଗି ଆପଣଙ୍କ ନାଁ ଚର୍ଚ୍ଚା ହେଉଛି। ମୁଁ ଜଣେ ସାଧାରଣ କର୍ମୀ, ମୋର ସେ ବଡ଼ ପଦ ଲାଗି ଆଦୌ ଲୋଭ ନାହିଁ। ହଁ ଦାସ ଆପଣ ଯଦି ହେଇପାରିବ ଆମର ଓଡ଼ିଶାରେ ସୀମା ବିବାଦ ବିଷୟରେ ଟିକେ ଉଠାଇବେ। ହଁ ସେ କଥା ମୋ ମନରେ ଅଛି। ତୁମାନଙ୍କ ପରି ସତ୍ୟବାଦୀ ବିଦ୍ୟାଳୟ ଆଉ ସତ୍ୟବାଦୀ ପ୍ରେସର ଦାୟିତ୍ୱରେ ସମାଜ ଯେମିତି ନିୟମିତ ପ୍ରକାଶ ପାଇବ। ହଁ କିଛି ସନ୍ଦେହ ମୋତେ କଥା ନାହିଁ। ଆଜ୍ଞା ଆପଣ ଟିକେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ଦାସ। ଆପଣ ଗତ 8 ବର୍ଷ ହେଲା ଆପଣ ଯେମିତି ଖଟୁଛନ୍ତି ସବୁବେଳେ ରୋଗରେ ପଡ଼ୁଛନ୍ତି। ସେଥିରୁ ତ 24 ମାସ ଗଲା ଜେଲରେ। ଆପଣ ନିଜେ ସୁସ୍ଥ ରହିଲେ ସିନା ଦେଶବାସୀଙ୍କ କଥା ବୁଝିବେ। ମୋ ଦେଶ ତ ଆଜି ଅସୁସ୍ଥ। ମୋ ରାଜ୍ୟରେ ମଧ୍ୟ ଲୋକମାନେ ଖାଇବାକୁ ପାଉନାହାନ୍ତି, ରୋଗ ବ୍ୟାଧିରେ ମରୁଛନ୍ତି। କିଛି ମୋ କଥା କହନି, ମୋ ପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁନି। ଯୋଉଦିନ ଭାରତକୁ ସ୍ୱାଧୀନତା ମିଳିଯିବ ସେଦିନ ମୁଁ ସମ୍ପୂର୍ଣ୍ଣ ଭଲ ହେବି। ଆପଣ ସବୁବେଳେ ଆସନ୍ତୁ ମୋତେ କଥା ଶୁଣି ରଖିଲେ।
କେମିତି ହେଲା? ଗତ ଏପ୍ରିଲ ମାସରେ ସେ ଲାହୋର ଯାଇଥିଲେ। ଲୋକସଭାଙ୍କ ମଣ୍ଡଳ ଅଧିବେଶନରେ ଯୋଗ ଦେବ। ସେଠାରେ ତାଙ୍କୁ ଜ୍ୱର ହେଲା। ଆଉ ଆମ ଓଡ଼ିଆ କଲିକତା ୱାର୍କର୍ସମାନେ ତାଙ୍କୁ ଡାକିଲେ ସଂଗଠନ କରିବା। ସେହି ଅବସ୍ଥାରେ ସେ କଲିକତା ଚାଲିଗଲେ। ସେଠାରେ ପୁଣି ଭୀଷଣ ଜ୍ୱର। ଆଉ ଆମେ ସମସ୍ତେ ଡାକିବାରୁ ସେଠିକି ଆସିଛୁ। ଏବେ ତାଙ୍କ ଅବସ୍ଥା କେମିତି ଅଛି ହେଲା? ସରି, ନାଡ଼ି ବହୁତ ସ୍ଲୋ ଚାଲୁଛି। ବଞ୍ଚିବାର ଆଶା ବହୁତ କମ୍। ସେହି ମହାନ ଆତ୍ମା ଓଡ଼ିଶାର ଧର୍ମୀମାନଙ୍କୁ ପରିଚାଳିତ ତାଙ୍କର ମୃତ୍ୟୁ ସେବାବ୍ରତ କରି ଲୋକଙ୍କ ମନୋଯୋଗ ଅଧିକ ଉଦ୍ୟମ ଅଧିକ ସ୍ୱଳ୍ପତ୍ୟାଗ ଚାରିଆଡ଼େ ବିକ୍ଷିପ୍ତ ଅଳ୍ପସଂଖ୍ୟକ ଧର୍ମୀମାନଙ୍କ ମଧ୍ୟରେ ଏକତା ମୁଁ ତାଙ୍କର ବନ୍ଧୁବାନ୍ଧବ ଓ ବହୁ ଅନୁଗାମୀଙ୍କୁ ସମବେଦନା ଜ୍ଞାପନ ଓଡ଼ିଆଙ୍କ ଭିତରେ ଜାତୀୟତା ଭାବ ସୃଷ୍ଟି କରିଥିବା ଓଡ଼ିଆଙ୍କ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଦୀନଜନଙ୍କର ଗୋପବନ୍ଧୁଙ୍କର ମହାପ୍ରଣାମ। ବିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ଦେଶର ସ୍ୱରାଜ୍ୟ ପଥେ ଯେତେ ଗାର ପଡ଼ୁ ତାହିଁ ପଡ଼େ ମୋର ମାଂସ ହାଡ଼। ବିଶୁ ମୋର ଦେହ ଆନ୍ଦୋଳନ ତୀବ୍ର ହେଲା।
ଭାଇମାନେ ଆପଣମାନେ ଜାଣିଥିବେ ଏକଦା ସମୃଦ୍ଧ ଥିବା ଓଡ଼ିଶା ଆଜି ଦାରିଦ୍ର୍ୟ ହେବାର ଗୋଟିଏ ମୁଖ୍ୟ କାରଣ ହେଉଛି ବ୍ରିଟିଶ ସମୟର ଲବଣ ଶିଳ୍ପର ଧ୍ୱଂସ ସାଧନ। ଆମ ଘର ପଛପଟରେ ସମୁଦ୍ର, ଅଥଚ ଆମେ ଲୁଣ ମାରିପାରିବୁ। ଆଉ ଲୁଣ ମାରିଲେ ଟିକସ ଦେବୁ, କିନ୍ତୁ ଲିଭରପୁଲରୁ ଲୁଣ ତିଆରି ହୋଇ ଆସି ଏ ଦେଶରେ ବିକ୍ରି ହେବ। ଆଉ ଆମ ଭାଇମାନେ ବେଲା ସଂସ୍ଥା ବନ୍ଧା ପକେଇ ସେ ଲୁଣ କିଣିବେ। ଏ ଅନ୍ୟାୟ ବରଦାସ୍ତ କରାଯିବ। केवल उपकूल ओडिशा नुहे संबलपुर बहुत सत्याग्रही आसी आम सहित जोग देते से समस्त को अशेष अशेष धन्यवाद। ये समस्त को जनइबा चाहे लुण तैयारी पूर्व आम गोटे बड़ शिल्प था ओमे कहती 100 वर्ष पूर्व ईस्ट इंडिया कंपानी यही शिल्प वार्षिक 18 लाख टका आदाय करता बंधुगण, किंतु आज आम गरीब हेले भी टंका टे पाई पारना हो। जो सरकार लोक मान भात पत्र लुण टे काढ़ी जदि किए तार प्रतिवाद कर टिकस दियो ना लुण खाई पार नहीं। एपरी दुरात्मक सरकार आउ कौट थे लवण आईन कौन सभ्य समाज चलला पर खराब आईन को भांगार अधिकार लोक मान रही। महात्मा गांधी सारा देश आईन अमान्य करने लवण सत्याग्रह डाकरा देइछन्ति। साबरमती आश्रम से दांडी यात्रा करिछन्ति। आ ओडिसा रे एई बालेश्वर आरंभ हेबो लवण सत्याग्रह। Yes, magistrate. हेरिबा प्रश्न देखिबा हमको किया केबो आमे समुद्र और पटु लगाइबो। Really? ब्रिटिश शासन तुम्हें भल भावरे जाना महत्ता विद्रोह को दमन करिवा इंग्रेज मानको भल भावरे जा जदि तमे विद्रोह को बलपूर्वक दमन करिवा ताले एठी गोटे भी इंग्रेज पानी पाइबेनी। अरे भाई के किनिबो आसो के किनिबो किनो ए दरिया को पड़े आसी त देसनो हे के किनिबो किनो हे के किनिबो किनो हे के किनिबो किनो हे के किनिबो किनो अब तुम वाले को धोनी थारे वाटे I want you once again जदि तुम्हें माने भाई को अमान्य करो अबे लाठी चार्ज करे रक्त लाठी काठरो लाठी लुहारा हमर छाती मरण हमर मोती जानो कसना हमर छाती अरे कसना हमर छाती रे रक्त लाठी काठरो लाठी 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 Siapa? Yes, sir.
Oh, Mr. Hare Krishna, my God. And you, Government Chowdhury, you are under arrest. जेते से मोहन आजी धरी नाम बंसी दिन राति चाहि देख बजाउची बंसी सदे डाकई बंसी उठ भाई भाई तो देहरे सुनी तो कि आजी आउ नाही एही कविता चाकरी करी ଏ ଦେଶର ସତ୍ୟାଗ୍ରହୀ ଇଂରେଜ ଦମନରେ ଡରିଯିବ ଗାନ୍ଧୀଙ୍କ ସହ ତତ୍କାଳୀନ ବଡ଼ଲା ଟିଉଇଙ୍କର ସଙ୍ଗୀରେ ଆନ୍ଦୋଳନ ବନ୍ଦ ହେଲା ରାଜବନ୍ଦୀମାନେ ମୁକ୍ତି ପାଇଲେ ଆଉ ଲୋକମାନେ ମଧ୍ୟ ଋଣର ଅଧିକାର ଫେରି ପାଇଲେ। କିନ୍ତୁ 1934 ମସିହା ଥିଲା ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ବର୍ଷ। ମେ 5 ତାରିଖରେ ମହାତ୍ମା ଗାନ୍ଧୀ ଝାରସୁଗୁଡ଼ାରୁ ସମ୍ବଲପୁର ଆସିଲେ କିନ୍ତୁ ଅନୁଗୁଳ ପୋଲିସ ଖବର ପାଇଲେ ମହାତ୍ମା ଗାନ୍ଧୀ ସମ୍ବଲପୁରରୁ ଅନୁଗୁଳ ଆସିବେ ବୋଲି ତେଣୁ ତାଙ୍କର ସଭା କରାଇ ନ ଦେବା ପାଇଁ ଯୋଜନା ଚାଲିଲା। ଗାନ୍ଧୀ ଅନୁଗୁଳ ଆସୁଛନ୍ତି ତାକୁ ଦେଖା କରିବାକୁ ଯିବୁ। Oh, Gandhi, 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 Gandhi. Gandhi ka Almighty. Gandhi ka Bhagwan taku tame dekha କରିବାକୁ ଯାଉଛ। କୌଣସି ଲୋକ ଗାନ୍ଧୀକୁ ଦେଖା କରିପାରିବେ ନାହିଁ। କାହିଁକି ଆଜ୍ଞା ଏତେ ଲୋକ ଯାଉଛନ୍ତି ଆମେ ଗଲାବେଳେ ଆପଣ ମନା କରୁଛନ୍ତି। ଇଂରେଜ ସରକାରଙ୍କ ହୁକୁମ ଗାନ୍ଧୀକୁ କେହି ଦେଖା କରିପାରିବେ ନାହିଁ। ସଭା ସମିତି କରିପାରିବେ ନାହିଁ। ଯଦି କୌଣସି ଲୋକ ଗାନ୍ଧୀକୁ ଦେଖା କରିବାକୁ ଟ୍ରାଏ କରେ ତାକୁ ଫାଇଟ୍ ଦେବାକୁ ପଡ଼େ। କାହିଁକି ନା ଯଦି ତମ ସରକାର ଏତେ ତାକତ ଅଛି ତାହେଲେ ଗାନ୍ଧୀ ଦରକାର ନାହିଁ ନା ତାଙ୍କ ଆଗରେ ମୂଷା ଭଳିଆ ହେବେ ଆମରି ଉପରେ ଅଣ୍ଡିରା ଦେଖେଇବ ନାଇଁ ଆମରି ଉପରେ ଅଣ୍ଡିରା ଦେଖେଇବ Great man. Good. Very good. Brilliant. You rascal. ଗାନ୍ଧୀକୁ ଦେଖା କରିବା ଇଂରେଜ ସରକାରକୁ ଧମକ ଦେଉଛି ନା ଗାନ୍ଧୀକୁ ଦେଖା କରିବା। गांधी संबलपुर tomorrow I will capture Gandhi खाली अनुकूल आशे गांधी को अनुकूल अलाउ करेंगे और सबो किंग हो जमींदार मान को कहीं दीजिए गांधी को खाने से रखो कॉर्पोरेट खरीदेगा। Yes. High school students मान को कहीं दिया आज संडे है भी सेवन खरा एग्जाम है ना। Yes, sir. Yes, sir. Yes. कौन से लोगों को गांधी को देखा पड़ेगा वो ये हो रहा है। Yes, sir. ସାର୍ ସେମାନେ ଯଦି ଗଛ ମୂଳେ ଦହି ବିଛାଇ ମିଟିଂ କରିବେ No, 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 impossible, impossible. तुम्हारे गांव गांव वाले लोग मान को थमा दिया। सवार को
କୌଣସି ଲୋକ ଦେଖା କରିପାରିବେ ନାହିଁ। ଆଉ ଗାନ୍ଧୀକୁ ଅନୁକୂଳରେ ଏଣ୍ଟ୍ରି କରାଇ ଦେବି ନାହିଁ। ଗାନ୍ଧୀ ସମ୍ବଲପୁରରେ କ'ଣ କରୁଛନ୍ତି ସେ ଖବର ଆମକୁ ରଖିବାକୁ। Now, you come with me. Yes, sir. Yes, sir. Come with me. प्रिय भाई और भौणी माने आज द्वितीय थर पाई महात्मा गांधी संबलपुर आसुचंती। गत थर आसी आमर भौणी माने एवं छात्र छात्री मानकु उद्बोधन देइथिले। एई मास 9 तारिख रे हरिजन पदयात्रा आरंभ करूचंती श्रीक्षेत्र। तांकरी आह्वान रे आमर साधारण पिला माने एवं छात्र छात्री हरिजन छात्र छात्री माने एकाठी पाठ पढ़ुचंती। स्टेशन रोड पाख श्रद्धाकर सुपकारंक खमार घरे एक हरिजन हॉस्टेल खोलाई। आमे शिल्प भित्ति आम भित्ति ये आरंभ करने पाई विच्छिन्नांचल मिश्रण दाबी एवं उत्कल स्वदेश गठन दाबी आम आरंभ करिछु। आमे महात्मा जी को अनुरोध करूछु से वर्तमान किसी वक्तव्य करूँ। गत थर এই মহানদী কূଳରେ ସମ୍ବଲପୁରର ଜନସାଧାରଣଙ୍କ ମତ ହନୁମାନଙ୍କ ଛାତି ଚିରିଦେଲେ ରାମ ନାମ ଲେଖାଥିବା ଦେଖିବାକୁ ମିଳେ। ଅଛିି ଚିରିଦେଲେ ଦରିଦ୍ର ନାରାୟଣଙ୍କୁ ଦେଖିବାକୁ ପାଏ। ଏଥର ମୁଁ ଅସ୍ପୃଶ୍ୟତା କଳଙ୍କ ଦୂର କରିବା ପାଇଁ ପଦଯାତ୍ରା ଆରମ୍ଭ କରୁଛି। ସବର୍ଣ୍ଣ ହିନ୍ଦୁମାନଙ୍କ ମନ ଭିତରେ ଉଚ୍ଚ ନିଚ ଭେଦଭାବ ଦେଖାଦେଲାଣି। ଆଉ ଏକ ଅସ୍ପୃଶ୍ୟତା ହେଉଛି ମଦ ପିଇବା। ମଦ ପିଇବା ଠାରୁ ବଡ଼ ଅସ୍ପୃଶ୍ୟତା ଆଉ କିଛି ନାହିଁ। ଆଳସ୍ୟ ମଧ୍ୟ ଏକ ଅସ୍ପୃଶ୍ୟତା। ଉତ୍କଳର ଦାରିଦ୍ର୍ୟର ମୁଖ୍ୟ କାରଣ ହେଉଛି ଆଳସ୍ୟ। अरे मणि कौन चाचे उच्च जाति नीच जाति नाके अधिया कथा बले मेटा देले। अरे केतो नाके में कोंडा तो बस कामरी करे। ଆପଣ ଯଦି ମୋ କଥାରୁ ବୁଝିଲେ ଅସ୍ପୃଶ୍ୟତା ଦୂର କରିବା ଦରକାର ତେବେ ଯାହାର ଯାହା ଇଚ୍ଛା पैसे हो कि नहीं पैसे एक दान करो। महात्मा जी आपण संबलपुर अनुकूल जीवार सब कार्यक्रम थिला। आपण सेठी देवेंद्रଙ୍କ ରହିବାର ବନ୍ଦୋବସ୍ତ ହେଇଥିଲା କିନ୍ତୁ ଅନୁଗୁଳ କମିଶନର ଡେପୁଟି କମିଶନର ତାଙ୍କ ଘର ଦେବା ପାଇଁ ମନା କରିଦେଇଛନ୍ତି। ବର୍ତ୍ତମାନ କ'ଣ କରାଯିବ? ଆମକୁ କରିବ ମାନେ ତାର କରିଛନ୍ତି। ଆପଣ ଅନୁଗୁଳ ପଟେ ବୁଲି ନ ଯାଇ ଖଡ଼ଗପୁର ପଟେ ବୁଲି କରି ଯାଆନ୍ତୁ। ହେଲେ ଏ କଥା ତମେମାନେ କହୁଛ କାହିଁକି? ଆପଣଙ୍କୁ ଅନୁଗୁଳରେ ରହିବାକୁ ଘରଟିଏ ମିଳିଲାନି। ଏ କଥା ବାହାର ଲୋକ ଜାଣିଲେ ଓଡ଼ିଶାରେ ଘୋର ନିନ୍ଦା ହେବ। ମୁଁ ସେ ଅନୁଗୁଳ ବାଟ ଦେଇଛି ରହିବାକୁ ଘର ନ ମିଳିଲେ ଗଛ ମୂଳେ ରହିବି। ତମମାନେ ବ୍ୟସ୍ତ ହୁଅନ୍ତି। ଇଂରେଜଙ୍କ ଡେପୁଟି କମିଶନର ଚାହୁଁଛନ୍ତି ମୋତେ ଅନୁଗୁଳରେ ପୁରେଇ ଦେବେ କିନ୍ତୁ ମୁଁ ସେ ଅନୁଗୁଳରେ ହିଁ ସଭା କରେ। ମାତାଜୀ ଆଉ ଗୋଟିଏ ଖବର ପାଇଛି। ପୁରୀର ସନାତନମାନେ ଖୁବ୍ ଗଣ୍ଡଗୋଳ କରିବେ। ପୁରୀର କାନ୍ଥ ବାଡ଼ରେ ଲେଖା ହେଇଛି ଗାନ୍ଧୀ ହିନ୍ଦୁ ଧର୍ମର ଶତ୍ରୁ। ଗାନ୍ଧୀ ଫେରିଯାଅ। 2-3 ଜଣ ଲୋକ ଘଣ୍ଟା ପିଟି ଲୋକମାନଙ୍କୁ ବୁଝାଉଛନ୍ତି ଆପଣଙ୍କ ସଭାକୁ ନ ଯିବା ପାଇଁ। ଆଉ ସେଇଥିପାଇଁ କଟକରୁ ବହୁ ସଂଖ୍ୟା
ये धर्मଯାତ୍ରାରେ ପୋଲିସ ମୋତେ ଜଗିବା କ'ଣ ଦରକାର? କଟକରୁ କେହି ଆସିବା ଦରକାର ନାହିଁ। ମୋ ସହିତ ଗୋପବାବୁ, ମହତାବଜୀ, ରମାଦେବୀ ଆଉ ଲିଙ୍ଗରାଜ ବାବୁ ଆସିବେ। ହଁ, ଷ୍ଟେସନରୁ ରଖିବା ଜାଗାକୁ ମୁଁ ମଟରରେ ନ ଯାଇ ଚାଲି ଚାଲି ଯିବି। ସମ୍ବଲପୁରର ଏହି ସୁଯୋଗ୍ୟ ସନ୍ତାନମାନଙ୍କ ପାଇଁ କବିଶେଖର ଚିନ୍ତାମଣି ମହାନ୍ତି ଲେଖିଥିଲେ, ହୀରା ଖଣ୍ଡ ରାଜ୍ୟ ହୀରା ରାମ ନାରାୟଣ ଆମର ଚନ୍ଦ୍ରଶେଖର ଉଭୟ ବୋଲା କରିଛନ୍ତି ଧନ ମନ ଅମୂଲ୍ୟ ସମୟ ଅପରିହିତ ବ୍ୟୟ ତୁମେ ସୁପୁତ୍ର ମନ। ଏଇ ମେ ମାସ 9 ତାରିଖରୁ ଜୁନ 8 ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଓଡ଼ିଶାରେ ଏକ ବିରାଟ ହରିଜନ ପଦଯାତ୍ରା ଆରମ୍ଭ କଲେ। ଏହାର ଶୁଭାରମ୍ଭ ହେଲା ଶ୍ରୀକ୍ଷେତ୍ରରୁ। महात्मा गांधी की जय, महात्मा गांधी की जय, महात्मा गांधी की जय, भारत माता की जय, भारत माता की जय, भारत माता की जय। ଆପଣ ମାନେ ଦୟାକରି ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ। ପୁରୀଠାରେ ଆଜି ସକାଳ 5ଟାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହରିଜନ ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ଯାତ୍ରା ପୁରୀ, ହରେକୃଷ୍ଣପୁର, ଚନ୍ଦନପୁର, କାତୁଆ, ବୀରପୁରୁଷୋତ୍ତମପୁର, ଦାଣ୍ଡମୁକୁନ୍ଦପୁର, ସାକ୍ଷୀଗୋପାଳ, ପିପିଲି, ଶିଉଳା, ସତ୍ୟଭାମାପୁର, ବାଳକାଟି, ତେଲେଙ୍ଗାପେଣ୍ଠ, କାଜିପାଟଣା ଓ ଗୋପାଳପୁର ଦେଇ କଟକରେ ପହଞ୍ଚିବ। ପ୍ରତ୍ୟେକ ଜାଗାରେ ଗାନ୍ଧୀଜୀ ଲୋକମାନଙ୍କୁ ଭେଟିବେ। ତେଣୁ ଆପଣମାନେ ଦୟାକରି ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାଡ଼ିରେ ଠିଆ ହେଇଯାଆନ୍ତୁ। ଆଜି 9 ତାରିଖ ସକାଳୁ ମୁଁ ପୁରୀରୁ ମୋର ପଦଯାତ୍ରା ଆରମ୍ଭ କରୁଛି। ଭାରତର 4 ମନ୍ଦିର ଓ ତୀର୍ଥସ୍ଥାନ ମଧ୍ୟରେ ଏହି ପୁରୀ ଧାମ ହେଉଛି ପ୍ରସିଦ୍ଧ ମନ୍ଦିର ଓ ତୀର୍ଥସ୍ଥାନ। ମୋ ପକ୍ଷରେ ବରଂ ଆନନ୍ଦର ବିଷୟ ଯେ ମୁଁ ଏହି ପୁଣ୍ୟ ପୁରୀ ଧାମରୁ ମୋର ପୁଣ୍ୟ ହରିଜନ ପଦଯାତ୍ରା ଚାଲି ଚାଲି ଆରମ୍ଭ କରୁଛି। ସନାତନୀମାନଙ୍କୁ ମୁଁ କହିଦେଉଛି, ଭାରତର ଯେକୌଣସି ଜାଗାରେ ହିନ୍ଦୁମାନଙ୍କର ଆପତ୍ତି ଥିବ, ମୁଁ ହରିଜନମାନଙ୍କୁ ନେଇ କିମ୍ବା ନ ନେଇ ମନ୍ଦିର ପ୍ରବେଶ କରିବି। ଗାନ୍ଧୀଜୀଙ୍କ ସହିତ ଆମର ଯାତ୍ରା ଆରମ୍ଭ ହେଲା। ଦୟାକରି ସମସ୍ତେ ଶୃଙ୍ଖଳାର ସହିତ ଏ ପଦଯାତ୍ରାକୁ ସଫଳ କରନ୍ତୁ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍। अस्मा
आज यात्रार सप्तम दिवस एई सप्तम दिवस रे आमे बालिवंतर कुंज बिहारी को मंदिर रे पहुंच जाइछे एबे स्वयं गांधी जी हरिजन मान को ए मंदिर भीतर को प्रवेश करिले आमे महात्मा गांधी को मंदिर प्रवेश पर आमंत्रण करूछु आज आमे हरिजन मानकु ए मंदिर प्रवेश करिबाकू आमंत्रण करूछु हरि एबे आमे तेलंगा पेंटरू काजीपटना आसी पहुंच जाइछंती एठी हमर किछि कार्यक्रम रहिछि कटक रो भद्र व्यक्ति ओ भद्र महिला आछंती सेमाने किछि महात्मा गांधी को पांडी को दान करिवे एवं तापरे आमे समस्त कटक रो काठजोड़ी नदी कूल रे हेबाक थिबा सभा पई पदयात्रा करिबा गांधीजी पदयात्रा मझे कांग्रेस अधिवेशन जोगदेवा पाटना चली यात्रा मझे बंद रहा परवर्ती यात्रा आरंभ है बहिरी स्टेशन भद्रक यही यात्रा को बाधा देवा इंग्रेज पुलिस सब प्रकार उद्यम करते भारत माता की बापूजी आपन खाइबा पे आ रोटी के बाद हेले फळ मिलला खाली आंब मिलला से पुनी खटा से आंबटा मते
हाँ ନେ ଆଉ କିଏ କିଏ ହେବ? ହଁ ମୁଁ କିଏ? रे ମା ତୋ ନାଁ କଣ? ମୋ ନାଁ ହେମ। ଆଉ ତୋ ସ୍ୱାମୀଙ୍କ ନାଁ? ବଡ଼ ଦେଉଳରେ କିଏ ବସିନାହାନ୍ତି? ତାଙ୍କ ବଡ଼ ଭାଇଙ୍କ ନାଁ। ଅର୍ଥାତ୍ ସେ କଣ କହୁଛନ୍ତି? ଆଜ୍ଞା ତାଙ୍କ ସ୍ୱାମୀଙ୍କ ନାଁ ବଳଭଦ୍ର। ସେ କହୁଛି ଜଗନ୍ନାଥଙ୍କ ବଡ଼ ଭାଇଙ୍କ ନାଁ। ସ୍ୱାମୀଙ୍କ ନାଁ ଧରିବେନି ତ? ହରିଜନ ଗୋଷ୍ଠୀର ଏ ଅପରିଷ୍କାର ପରିବେଶ ଭିତରେ ଏତେ ସୁନ୍ଦର ହୃଦୟମାନ ରହୁଛନ୍ତି। କିଏ ତାଙ୍କୁ ଚିହ୍ନିଛି? ବହୁ ଶାନ୍ତ, ବହୁ ସନ୍ଥ। ଆରେ ମା, ଆଜି କଣ ଖାଇଛୁ? ମୋ ମାମାରେ ବି ନାଚ କରିବ। ଝିଅର ସରିଗଲା। ତୁ ଆଜି ତ ଦିନ ଯାକର ରୋଜଗାର ମତେ ଦେଇଦେଲୁ। ସାରା ଦେଶର କଥା ତ ତାକୁ ଦେଇଦେଲ। ଆମେ ସମସ୍ତେ ନଦେଲେ ତୁମେ କାମ କରିବ କେମିତି? ମା, ତୁ ଆଜି ଯାହା ମତେ ଦେଲୁ, ଏ ତ ରୋଜଗାର ନୁହଁ। ଏ ହେଉଛି ଗରିବ ଲୋକମାନଙ୍କର ରକ୍ତ। ଆଉ ଏହି ରକ୍ତରେ ଆମକୁ ସ୍ୱାଧୀନତା ନିଶ୍ଚୟ ମିଳିବ। ସ୍ୱରାଜ ଆମକୁ ନିଶ୍ଚୟ ମିଳିବ। ମହାତ୍ମା ଗାନ୍ଧୀ କି ଜୟ ମହାତ୍ମା ଗାନ୍ଧୀ କି ଜୟ 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 ହରିଜନ ପଦଯାତ୍ରା ଶେଷ ହେଲା 1934 ମସିହା ଜୁନ୍ 8 ତାରିଖ। 1936 ମସିହା ଏପ୍ରିଲ 1 ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା। ସେତେବେଳେ ଉତ୍କଳମଣି ଗୋପବନ୍ଧୁ ଦାସ କି ଉତ୍କଳ କଦମ ଭୂଷଣ ବଞ୍ଚିଗଲେ। ଓଡ଼ିଶାବାସୀଙ୍କର ବହୁ ଦିନର ସ୍ୱପ୍ନ ସଫଳ ହେଲା। ଏଣେ କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ। ଆଉ ତାର 2 ମାସ ପରେ ବିଶ୍ୱନାଥ ଦାସ ହେଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ। ଏଠି ଭାରତ ଛାଡ଼ ଆନ୍ଦୋଳନ ତେଜ ଉଠୁଥାଏ। 1938 ମସିହା ମାର୍ଚ୍ଚ 25 ତାରିଖରେ ଡେଲାଙ୍ଗ ବେରବୋଇଠାରେ ଥିବା ଗାନ୍ଧୀ ସେନା ସଂଘର ବାର୍ଷିକ ଅଧିବେଶନ ଯୋଗ ଦେବା ପାଇଁ ମହାତ୍ମା ଗାନ୍ଧୀ 7ମ ଥର ପାଇଁ ଓଡ଼ିଶା ଆସିଥିଲେ। ମୋର କୃଷି ଆଉ ହସ୍ତଶିଳ୍ପ ସମ୍ମିଳନୀ ବହୁତ ଭଲ ହେଇଛି ଗୋପବନ୍ଧୁ। ସେଇଥିପାଇଁ ତ ବାରମ୍ବାର ମୁଁ ଓଡ଼ିଶା ଆସେ। ଆପଣଙ୍କର ଏଇ ଭଲ ଓଡ଼ିଶା ପ୍ରତି ଭଲ ପାଇବା ଯୋଗୁଁ ତ ଓଡ଼ିଶା ଆଜି ସ୍ୱତନ୍ତ୍ର ପ୍ରଦର୍ଶନ ପାଇଛି। ଆଉ ଆପଣ ଏଇ ଭାରତକୁ ସ୍ୱାଧୀନତା ଦେବେ ଏ ବିଶ୍ୱାସ ଆମର ରହିଛି। ବୁଝିଲ ମହତାବ ବାବୁ? ଆଜ୍ଞା ଏହି ଝିଅଟି ସବୁବେଳେ ମୋ ମନ ଭିତରେ ରହିଛି। ଆମର ହରିଜନ ପଦଯାତ୍ରା ବେଳେ ଏ ସୁନ୍ଦର କାମ କଲେ ଯେ ମୁଁ ଥରେ କହିଥିଲି ନା, ତାଙ୍କ ପ୍ରେମରେ ମୁଁ ପଡ଼ିଯାଇଛି। ଓଡ଼ିଶାବାସୀ ବି ଆପଣଙ୍କ ପ୍ରେମରେ ପଡ଼ିଯାଇଛନ୍ତି ବାବୁଜୀ। ତା ନହେଲେ ଏତେ ବଡ଼ ସମ୍ମିଳନୀ କ'ଣ ସମ୍ଭବ ହେଇଥାନ୍ତା? ସବୁ ପାଇଁ ମୁଁ ତମ
माने पड़े का गवर्नर माने अब से गवर्नर मान को भीतर का निष्पत्ति के मिले स्वराज आसले ये सब समस्या समाधान तबे मते खुशी लागे तुम मुख्यमंत्री विश्वनाथ दास मते फेर कहते दारिद्र्य पाई हमको अन्य ऊपर निर्भर करने को पड़िबो आमे हम निजर शक्ति को आविष्कार कर सकछि भारतर सबुठ बेसी महू उत्पादन हुए ओडिशा आमे ओडिशा सारा महू बसरे छाई दो तुम कहले हुआ भादा का मने जगह में जगन्नाथ मंदिर में जाए दर्शन है अपन माने समस्त टिके बात हाँ मत देश में पड़ते मोर अनुमति जगन्नाथ दर्शन लगी तुम्हारा अनुमति का दरकार था ताहले तुम केउ काम पाई मोर अनुमति लेबो और केउ काम पाई मोर अनुमति न लेबो के स्पष्ट कर तुम्हारे विरक्ति का कारण कोई कि बुझी पारिनी गुजराती बढ़िया है भी जगन्नाथ मंदिर को चला यार कारण है जे से मंदिर में जीवा मना है से मंदिर को हरिजन प्रवेश निषेध जो मंदिर को हरिजन जाऊन हन समस्त जीवाटा उचित न से जगतनाथ ताको आश्रय रे जे माने भोजी भात खाउचंदी से केवल ताकरी न हरिजन माने से मंदिर को जाना थी एक कथा मैं जानी ना थी वो जीवाटा भूल गई थी वो तेरी में क्षमा मांगू छी तमर मन थिबा दक्षिण अफ्रिका रो फेरुथिबा समय ट्रेन टिकेट खाइबी कला लोक बोली मते ट्रेन रो उठी दिया एही वर्ण वैषम्य ओ अस्पृश्यता एबे सारा विश्व रे एक व्याधि बोली देखा जायछि सनातनी हिंदू माने भावुछंती हिंदू धर्म रे वर्ण वैषम्य एक अंश विशेष मुसलमान माने एवं ख्रिस्टियन माने भावंती हिंदू धर्म रे अस्पृश्यता छड़ा आउ किछि नै आमे जदि एई कलंक को दूर न करि पाइबा ताहले आमे हिंदू और मुसलमान के समस्या समाधान करि पाइबा दुर्गावेश तो मंदिर जा पे मैं दुखित हो अस्थिर दोष देवी ताको शिक्षा प्रति मु उपयुक्त नजर देई पारे ताको धर्म पाई नहीं किंतु तमे माते तमे तो हरिजन पत्रिका रे सबले लिखि आसु छ अस्पृश्यता विरुद्ध तमे कोन दुर्गा देवी को उपयुक्त शिक्षा देई पाइलो तांकर भूल शिक्षा पे मैं अनुतप्त तमे जानि छ मते पुरी रे सनातनी पंडित माने ग्रंथमाला गांधी हिंदू धर्म गांधी तो मैं फिरी जाओ आज हिंदू धर्म ऊपर ये बुढ़ा बयस में पदयात्रा करुछि हिंदू धर्म नाश कर हिंदू धर्म उद्धार कर हिंदू धर्म ऊपर विपद मारी आछि एई समय मन निर्भय घर भीतर बसि पारि আজি মনে পড়ে গোদাবরী মহাপাত্রଙ୍କ সেই কবিতা দুর্গম গিরি দুর্গ প্রাচীর জীর্ণ দুয়ারে বসি ডাকে তান্ত্রিক মন্ত্র সাধনে জাগ্রত পুরবাসী পুথ্যে বিরাজি বারবাটি মোড়া উঠ উঠ চঞ্চল করদার শত সরদার সর কর উন্নতর উর্ভ কাঙ্কল জুড় ঘণ্টল দুর্গন্ত লাগি উদ্মর্গদ তুতে গজ্জল উর্ভ গজ্জবাজি দুর্গম গিরি সেই দুর্গ ভিতরে বসি तांत्रिक महोदय भारत छोड़ आंदोलन आह्वान देखा से आह्वान ने सारा भारत रे आंदोलन निया चलता ओडिसा रे सेही निया भी चलुची से आंदोलन कर्णधार महात्मा गांधी शेष थर पाई जते बेले कलिकता माड्रास जाउथिले शेष थर पाई ओडिसा आसिथिले 1946 मसिया जनवरी 19 तारिख बालेश्वर भद्रक कटक स्टेशन ने तांको समर्थन देवा परे ब्रह्मपुर से ओडिसा वासी पाई देथिले शेष भाषण
ତୁମମାନଙ୍କର ଶକ୍ତି ବଳରେ ଯଦି ସେମାନେ ନ ଯାଆନ୍ତି ତାହେଲେ ଏ ଶକ୍ତି ଆମର ଥାଇ ଲାଭ କଣ? କିନ୍ତୁ ତୁମେମାନେ ଯଦି ଭାବୁଥାଅ କେବଳ ଟଙ୍କା ଆୱାଜ କରି ଇଂରେଜମାନଙ୍କୁ ଏ ଦେଶରୁ ବିତାଡ଼ିତ କରିଦେବ ତାହେଲେ ଏଇଟା ତମର ଭୁଲ ଧାରଣା। କେବଳ ସତ୍ୟ, ଶାନ୍ତି ଆଉ ଅହିଂସା ବଳରେ ଆମେ ଆମର ସ୍ୱରାଜ୍ୟ ନିଶ୍ଚୟ ପାଇବା। କୁହ वंदे मातरम, वंदे मातरम, वंदे मातरम। ଯଦି ସାମାନ୍ୟ ଉତ୍ସାହ ଉଦ୍ଦୀପନା ସହ ଅତୀତର ସେହି ପୃଷ୍ଠାକୁ ରୋମନ୍ଥନ କରିବା ସହାୟକ ହେଇଥାଏ ତେବେ ସେହି କଳାକାରମାନଙ୍କ ପ୍ରତି ଏକ ଖୁବ୍ ଜୋରଦାର କରଦଲି। ଯେତେବେଳେ ବି ରକ୍ତ ରଞ୍ଜିତ ହେଇଛି ଓଡ଼ିଶାର ଇତିହାସର ଏହି ଚରିତ୍ରମାନେ ଯେ ସମୃଦ୍ଧ କରିଛନ୍ତି ଓଡ଼ିଶାକୁ ମଞ୍ଜୁଳ କରିଛନ୍ତି ଏବଂ ସ୍ୱର୍ଣ୍ଣିମ ଅକ୍ଷରରେ ଏମାନଙ୍କର ନାମ ଲିପିବଦ୍ଧ ହୋଇ ରହିଛି। Ladies and gentlemen, this was the end of this play. The 7-time visits of the Mahatma Gandhi to Odisha. This has been written in the red letter day in the history of Odisha. The Renaissance men of Odisha, those who have toiled hard to see the freedom in their fingertips. That was the struggle movement which is portrayed. The play is written by the famous playwright Mr. Shankar Tripali. I would like to take the privilege to introduce the artist of the stage, Subrat Pradhan. English officer, Gramavasi, Pujaga, Gramavasi or Nursinga Guru, Madara, Gramavasi or Sutradhar, Jabhagar Loko Jatu, Dr. Hare Krishna Mahata, Kasturaba, Mahatma Gandhi, Mahadev Desai, Utkala Gaurava, Madhusudan Das, Gopabandhu Chaudhary, Acharya Harihar, Rama Devi, Gopabandhu, Chandrasekhar Behera, ସଚ୍ଚିକାନ୍ତ ବିଶ୍ୱାଳ Pandita Nilakantha, पुलिस एवं स्वाधीनता संग्राम भूमिका